ସାଙ୍ଗେ ସାଙ୍ଗେ ଡାକ୍ତର ଆଇଲେ ସାଙ୍ଗେ ସାଙ୍ଗେ ପଳେଇଲେ ତାହେଲେ ଏଠି କ'ଣ ଚାଲିଛି କହିଲ? ଚାବି ପଡ଼ିବାର କାରଣ ବର୍ତ୍ତମାନ 12ଟାରୁ ଆମର ବନ୍ଦ ହେଇଯାଉଛି ଏଠି। ଯେତେବେଳେ ଡାକ୍ତର ଆସୁଛନ୍ତି କୁଣିଆ ଘର ବୁଲିବାକୁ ଆସୁଛନ୍ତି। 20 ବର୍ଷ ପରେ ଡାକ୍ତର ନାହାନ୍ତି ଆଜ୍ଞା। ସେଇଟା ପାଇଁ ମୁଁ କହିପାରିବିନି। ଖଜୁରୀ ଗଛର କେବୁଳ ଗାଇବି ମୂଳରୁ ପାହାଚ ପାହାଚ। ପଇସାଟା କାହିଁ ଖର୍ଚ୍ଚ ହଉଛି? ମୁଁ 5,000 ଖର୍ଚ୍ଚ କରି ଟେଣ୍ଟ ହେଇକି ବସିଲି, ଆଇଲେ ସାଙ୍ଗେ ସାଙ୍ଗେ ଡାକ୍ତର ଆଇଲେ ସାଙ୍ଗେ ସାଙ୍ଗେ ପଳେଇଲେ ତାହେଲେ ଏଠି କ'ଣ ଚାଲିଛି କହିଲ? ଗୋଟା ସାଧାରଣ ଲୋକ ଡ୍ରେସିଂ କରିବାକୁ ଆସିବ, ଇଏ ଜଣେ ଲୋକ ତମ କାଗଜପତ୍ର ମେଣ୍ଟେନ କି? ନାଇଁ ତମର କାଗଜପତ୍ର ମେଣ୍ଟେନାନ୍ସ କରିବ କିଏ? ଏଠି କିଏ ଅଛନ୍ତି? ମହିଳା ଷ୍ଟାଫ୍ ଜଣେ ଅଛନ୍ତି ଇଞ୍ଜେକ୍ସନ ଦବାକୁ। ଆମର ଯଦି କ'ଣ ହବ ଅଣ୍ଟାରେ ପିଚାରେ ଇଞ୍ଜେକ୍ସନ କିଏ ଦେବେ? ସାର୍ ଦେବେ ଆମକୁ ନା? ଆଉ କିଏ ଦେବ ଏଠି ଇଞ୍ଜେକ୍ସନ? এই কথা ଆମେ କହିବୁନୁ? ତାହେଲେ ଏ ଯୋଉ କୋଟିଏ 3 କୋଟି ଟଙ୍କାର କାମ କାହା ପାଇଁ ହେଉଛି? କ'ଣ ପାଇଁ ହେଉଛି? ଆମେ କହିଲେ କହିବେ କ'ଣ ନା ଯିବା ପିସି ମାଗୁଛନ୍ତି ଆମକୁ। ବୁଝିଲ କି? ଏଇଭଳିଆ ଚିନ୍ତାଧାରା ଲୋକଙ୍କର ହେଲାଣି। ବିଜେପିର 24 ବର୍ଷ ଶାସନ ପରେ ବର୍ତ୍ତମାନ ବିଜେପି ସରକାରର 1.5 ବର୍ଷ ପୂରିବାକୁ ଯାଉଛି। ଦର୍ଶକ ବନ୍ଧୁ ଏକଥା ମୁଁ କାହିଁକି କହୁଛି, ଇଏ ହେଉଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ଏ ମନ୍ଦିର ଖୋଦ୍ ଭୁବନେଶ୍ୱରର ପ୍ରାନ୍ତ ଅଞ୍ଚଳରେ ଅଛି। ଆମେ ଯଦି କହିପାରିବା ହରିରାଜପୁରରେ ଅଛି। ଏ ସିଧାସଳଖ ମୁଁ ଚିତ୍ର ଦେଖେଇବି। এই যে অভাবনীয় চিত্র ମୁଁ ଆଜି ଆପଣଙ୍କୁ ଦେଖେଇବି। ଏ ଚିତ୍ର ଦେଖିଲେ ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ଇଏ ହେଉଛି ଗୋଟେ ସ୍ୱାସ୍ଥ୍ୟ କେନ୍ଦ୍ର, କିନ୍ତୁ ଏ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆପଣମାନେ ଦେଖିବେ ବର୍ତ୍ତମାନ ସବୁ ବିଭାଗ, ଆମେ ସାଧାରଣ ବିଭାଗ କହିବା, ଚାବି ପଡ଼ିଛି। ଆପଣମାନେ ଦେଖନ୍ତୁ, ଏ ମେଡ଼ିକାଲକୁ ହଜାର ହଜାର ଲୋକ ନିର୍ଭର କରନ୍ତି, କିନ୍ତୁ ଆମେ ସିଧାସଳଖ ଚିତ୍ର ଦେଖାଉଛୁ। ଏଠି ସବୁ ଡୋର ସବୁ ବିଭାଗ ଚାବି ପଡ଼ିଛି। ଆପଣମାନେ ଦେଖନ୍ତୁ କିଭଳି ଭାବରେ ଏଠି ଲୋକ ଚିକିତ୍ସିତ ହେଉଥିବେ। ଆପଣ ନିଜେ ଚିନ୍ତା କରନ୍ତୁ। ସରକାରଙ୍କର ଯେଉଁ ଯୋଜନା ରହିଛି, କୋଟି କୋଟି ଟଙ୍କା ଯୋଜନା ରହିଛି, କୋଟି କୋଟି ଟଙ୍କା ଆସୁଛି, କିନ୍ତୁ ଘର କାମ ହେଉଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଲୋକ ଏପର୍ଯ୍ୟନ୍ତ ସୁଦ୍ଧା 24 ବର୍ଷ ପରେ 25 ବର୍ଷ 26 ବର୍ଷ ମାନେ କହିଲା ଭଳି ବିଜେପି ସରକାରକୁ 1.5 ବର୍ଷ ହେଲାଣି, କିନ୍ତୁ ଏପର୍ଯ୍ୟନ୍ତ ଲୋକ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁବିଧା ପାଇପାରିଲାନି। ଏ ଖବର ଆଉ କେଉଁଠି ନୁହଁ, କୌଣସି କେଉଁ ପାହାଡ଼ି ଅଞ୍ଚଳରେ ନୁହଁ, ଇଏ ଖୋଦ ଭୁବନେଶ୍ୱରର ପ୍ରାନ୍ତ ଅଞ୍ଚଳରେ ବା ହରିରାଜପୁର ଆମର ଯେଉଁ ପିପିଲି ବେଲାଙ୍ଗ କନଷ୍ଟିଟ୍ୟୁଏନ୍ସି ରହିଛି, ସେହି ଅଞ୍ଚଳର ଇଏ ଦୃଶ୍ୟ। ଭୁବନେଶ୍ୱର ଏଇଠୁ ମାତ୍ରକ 12 କିଲୋମିଟର, କିନ୍ତୁ ଯେଉଁଠି ଗଣ୍ଡା ଗଣ୍ଡା ମନ୍ତ୍ରୀ ରହୁଛନ୍ତି, ସବୁବେଳେ ଆଲୋଚନା କରୁଛନ୍ତି କେମିତି ବିକାଶ ହେବ। କିନ୍ତୁ ଦୁଃଖଦର କଥା ଆପଣମାନେ ଦେଖୁଛନ୍ତି, ସିଧାସଳଖ ଦୃଶ୍ୟ ଆପଣ ଦେଖୁଛନ୍ତି, ସବୁ ଡୋର ଚାବି ପଡ଼ିଛି। କିନ୍ତୁ ଆମେ କହିପାରିବା କି ଏଭଳି ଯେଉଁ ଏରିଆରେ ଏମିତି ଦୁଃଖଦ ଘଟଣା, ଅଭାବନୀୟ ଘଟଣା ଘଟୁଛି, ବା ଏଠି ଯେଉଁ ରୋଗୀ ମାନେ ଆସୁଛନ୍ତି ଚିକିତ୍ସିତ ହେବା ପାଇଁ ଆସୁଛନ୍ତି, କିନ୍ତୁ କୌଣସି ରୂପେ ଚିକିତ୍ସା ପାଉନାହାନ୍ତି, ଇଏ ହେଉଛି ଗୋଟେ ଅଭାବନୀୟ ଘଟଣା ଆମେ ଦେଖିବାକୁ ଆଜି ପାଇଛୁ ହରିରାଜପୁର ଅଞ୍ଚଳରେ। ଆପଣମାନେ ସିଧାସଳଖ ଚିତ୍ର ଦେଖୁଥିବେ। ଘର ଅଛି କିନ୍ତୁ ସେବା କରିବାକୁ ଡକ୍ଟର ନାହାନ୍ତି। ଏ ସିଧାସଳଖ ଆପଣ ଚିତ୍ର ଦେଖୁଛନ୍ତି। ଚାବି ପଡ଼ି ରହୁଛି, ଡକ୍ଟର ରହୁନାହାନ୍ତି। ଯାହା ଆମେ ଗାଁ ବାଲାଙ୍କ ଠାରୁ ସୂଚନା ପାଇଥିଲୁ, କେହି ଜଣେ ଫାର୍ମାସି ରହୁଛନ୍ତି, ଫାର୍ମାସି ଅଣ୍ଡରରେ ଚିକିତ୍ସିତ ହେଉଛନ୍ତି ଏଠି ହରିରାଜପୁର ଏବଂ ତାଙ୍କ ଆଖପାଖ ଗାଁ ଅଞ୍ଚଳ। ପ୍ରାୟ ପାଖାପାଖି ହଜାର ହଜାର, ଯାହା ଆମେ ସୂଚନା ପାଇଥିଲୁ, ହଜାର ହଜାର ଲୋକ ଏହା ଉପରେ ଡିପେଣ୍ଡ କରନ୍ତି। କିନ୍ତୁ ଆଜ୍ଞା ଟିକେ କ'ଣ କହିବେ, ଏ ଯେଉଁ ଘର ଗୁଡ଼ା ଚାବି ପଡ଼ିକି ରହୁଛି ଏବଂ ଯାହା ଆମେ ଗାଁ ଲୋକଙ୍କୁ ସୂଚନା ପାଇଥିଲୁ, ଏଠି କୌଣସି ଡକ୍ଟର ନିୟୋଜିତ ନାହାନ୍ତି। ଚାବି ପଡ଼ିବାର କାରଣ ବର୍ତ୍ତମାନ 12ଟାରୁ ଆମର ବନ୍ଦ ହେଇଯାଉଛି ଏଠି। 12ଟା ପରେ ହସ୍ପିଟାଲ ବନ୍ଦ। ବର୍ତ୍ତମାନ ପେସେଣ୍ଟ ଥିଲେ, ବର୍ତ୍ତମାନ ପେସେଣ୍ଟ ଛାଡ଼ିଛୁ। ଆମର ଆୟୁଷ ଡକ୍ଟର ଜଣେ ଅଛନ୍ତି, ଆଉ ଫାର୍ମାସି ଅଫିସର ଜଣେ ଅଛନ୍ତି, ନର୍ସିଂ ଅଫିସର ଜଣେ ଅଛନ୍ତି, ଆଉ ସୁପର ଷ୍ଟାଫ୍ ଜଣେ ଅଛନ୍ତି। ଦେଖନ୍ତୁ, ଏତିକିରେ ଆମେ ଏଠି ଗୁଡ଼ାଏ ବହୁତ ଲୋକ ଅଛନ୍ତି, ଯାହାକି ଗୋଟେ ଏତେ ବଡ଼ ଡାକ୍ତରଖାନା, ଡାକ୍ତର ନିଜେ ଗୋଟେ MBBS ଡାକ୍ତର ଏଠି ନ ପୋଷ୍ଟିଂ ହେବା, ସେଇଟା ପାଇଁ ମୁଁ କହିପାରିବିନି। ମୁଁ ଯେହେତୁ ଫାର୍ମାସି ଅଫିସର, ମୁଁ ତା ଉପରେ କିଛି କହିପାରିବିନି। ଯେ ଆପଣଙ୍କ ଅଣ୍ଡରରେ ସବୁ ଚିକିତ୍ସା? ନାଇଁ, ଆମର ଆୟୁଷ ଡକ୍ଟର ଅଛନ୍ତି, ସେମାନେ ବି ସେ ଦେଖନ୍ତୁ ଲେଡିଜ୍ ଏଠି ଆସୁଛନ୍ତି। ଆମର ଜଣେ ଏନ୍ଓ ଅଛନ୍ତି, ନର୍ସିଂ ଅଫିସର ଜଣେ ଆପଏଣ୍ଟମେଣ୍ଟ ଅଛନ୍ତି ଏଠି। ଦେଖନ୍ତୁ, ଯେମିତି ଶୁଣୁଥିଲେ, ଡାକ୍ତରଙ୍କର ସମ୍ପୂର୍ଣ୍ଣ ରୂପେ ଏଠି MBBS ଡାକ୍ତରଙ୍କର ସମ୍ପୂର୍ଣ୍ଣ ରୂପେ ଅଭାବ ଯୋଗୁଁ ଗୋଟେ କେଉଁଠି ନା କେଉଁଠି ଗ୍ରାମବାସୀ ଯେଉଁମାନେ ରହିଛନ୍ତି ତାଙ୍କ ମନରେ ଅସନ୍ତୋଷ ରହୁଛି। ସେଇଭଳି ଭାବରେ ଆପଣ ଯେମିତି ଦେଖୁଥିଲେ, ଯେଉଁଭଳି ଡାକ୍ତରଖାନା ଯେଉଁ ଘର ରହିଛି ସେଠି ଡାକ୍ତର ନାହାନ୍ତି ଏବଂ ଚାବି ପଡ଼ି ରହୁଛି। ଯେଠି ଆମ ସାଙ୍ଗରେ ହରିରାଜପୁର ଅଞ୍ଚଳର ଗ୍ରାମବାସୀ ଅଛନ୍ତି, ଆମେ ସିଧାସଳଖ ତାଙ୍କ ସାଙ୍ଗରେ ଆଲୋଚନା କରିବା।
କଥାବାର୍ତ୍ତା ହେବା ଆଜ୍ଞା ଆପଣଙ୍କ ଅଞ୍ଚଳରେ ଏଇ ଯେଉଁ ଡାକ୍ତରଖାନା ରହିଛି ଆପଣ କେମିତି କ'ଣ ସୁବିଧା ପାଉଛନ୍ତି? କ'ଣ ଆଜ୍ଞା ସୁବିଧା ପାଇବୁ? ଜଣେ କମ୍ପାଉଣ୍ଡର ଅଛନ୍ତି ଆଉ କେହି ନାହାନ୍ତି। ଏଠି କୋଟି ଟଙ୍କା 10 କୋଟି ଟଙ୍କାର ଘର ହେଉଛି କିନ୍ତୁ ଆଜକୁ 20 ବର୍ଷ ପରେ ହେଲାଣି ଡାକ୍ତର ନାହାନ୍ତି ଏଠି ଆଜ୍ଞା। ଆମେ ଏ କଥା ସବୁ ନେତାଙ୍କୁ କହିଛୁ, ସମିତିଙ୍କୁ କହିଛୁ। ଏବେ ଘର ହେଲା ବେଳେ ଆସିଥିଲେ ଆମ ବିଧାୟକ, ତାଙ୍କୁ ବି ଏ କଥା କହିଲି। ସେ କହିଲେ ହଁ ମୁଁ ଚେଷ୍ଟା କରି ଡାକ୍ତର ପଠେଇବି। ବିଧାୟକ ଅଛନ୍ତି ହେଲା ଆଶିଷ ପଟ୍ଟନାୟକ, ତାଙ୍କୁ ବି କହିଥିଲୁ। ସେ କହିଲେ ହଁ ମୁଁ ଗୋଟେ ଡାକ୍ତର ଆଶିଷ ପଟ୍ଟନାୟକ, ତାଙ୍କୁ ବି କହିଥିଲୁ। ବହୁତ ପିଲା ଗାଁ ଲୋକ ସମସ୍ତେ ଥିଲୁ, କହିଥିଲୁ। ସେ କହିଲେ ହଁ ମୁଁ ଡାକ୍ତର ଚେଷ୍ଟା କରି ପଠଉଛି, ଡାକ୍ତର ନାହାନ୍ତି ଗୋଟେ ପଠଉଛି। ସେ ବି ଗଲା କୁଆଡ଼େ 1.5 ବର୍ଷ ହେଲାଣି, ତାର କିଛି ମାନେ ଏଇ ଗୋଟେ କଥା ଆଶ୍ଚର୍ଯ୍ୟ ଲାଗୁଛି। ଭୁବନେଶ୍ୱରଠୁ ମାତ୍ର 10-12 କିଲୋମିଟର ଆଜ୍ଞା ଆପଣଙ୍କ ଏରିଆରେ ଭଳିଆ ଡେଭଲପମେଣ୍ଟ ଏରିଆରେ ଏଇ ଯେଉଁ ଅଭାବନୀୟ ଘଟଣା ଆଜ୍ଞା କେମିତି ଦେଖୁଛନ୍ତି? ମାନେ ଏଠି କ'ଣ ଏଠି କରିବା? ସମସ୍ତେ ଗୋଟେ ପ୍ରକାର ଆମେ କ'ଣ କରିପାରିବୁ? ଗ୍ରାମବାସୀ କହିବୁ କାହା ପାଖକୁ ନେତା ପାଖକୁ ଯିବୁ, କ'ଣ କରିବୁ? ଆଉ କ'ଣ କରିବୁ ଆମେ? ଆଜ୍ଞା କ'ଣ କହିବେ? ଏଇଭଳିଆ ଘଟଣା ଅଭାବନୀୟ ଘଟଣା ଆମେ ଦେଖିବାକୁ ପାଉଛୁ ଆଜି ଆପଣଙ୍କର ଏରିଆରେ। ଏଠି ଲୋକ ଡିପେଣ୍ଡ କରୁଛନ୍ତି କିନ୍ତୁ ସୁବିଧା ପାଉଛନ୍ତି ତ? ଆଜ୍ଞା ଯେଉଁ କଥାରେ କହନ୍ତନି ଖଜୁରୀ ଗଛର କିଗୁଣ ଗାଇବି ମୂଳରୁ ପାହାଚ ପାହାଚ। ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲା ତା ନାକ ତଳ ହେଉଛି ଆମର ହରିରାଜପୁର ଅବସ୍ଥିତ। କିନ୍ତୁ ମୋ ଜ୍ଞାତସାରରେ ପ୍ରାୟ 15ରୁ 20 ବର୍ଷ ପାଖାପାଖି ହେବ ଏଠି ଡାକ୍ତରମାନେ ଆସୁନାହାନ୍ତି। ସରକାରଙ୍କୁ ବାରମ୍ବାର ମାନେ ନିବେଦନ କଲା ପରେ ବି ଯେତେବେଳେ ଡାକ୍ତର ଆସୁଛନ୍ତି କୁଣିଆ ଘର ବୁଲିବାକୁ ଆସୁଛନ୍ତି। 15 ଦିନ ମାସେ ୟାରି ଭିତରେ ଆମେ ଦେଖିଲୁ ଗୋଟେ ଘଟଣା କି ଏଠି ଲେଡିଜ୍ ଡକ୍ଟର କୌଣସି ଡକ୍ଟର ନିୟୋଜିତ ନାହାନ୍ତି। କେମିତି ଚିକିତ୍ସିତ ହେଉଛନ୍ତି ଯଦି କିଏ ଲେଡିଜ୍? ଏଠି ଆଜ୍ଞା ଲେଡି ଡକ୍ଟର କ'ଣ, ଏଠି ତ ଲେଡି ଷ୍ଟାଫ୍ ନର୍ସ ବି ନାହାନ୍ତି। ସେମାନେ ଗୋଟେ ଇଞ୍ଜେକ୍ସନ୍ ଦେବାକୁ ଗଲେ ଆମକୁ ଜଣେ ଜେଣ୍ଟସ୍ ପର୍ସନ୍ ପାଖକୁ ଯିବାକୁ ପଡ଼ୁଛି। ଏଇଟା କେତେ ସମ୍ବେଦନଶୀଳ ବିଷୟ ଏଇଟା। ତେଣୁ ଆମେ ଆପଣଙ୍କ ମାଧ୍ୟମରେ ସରକାରଙ୍କୁ ଆମେ ନିବେଦନ କରୁଛୁ। ନିବେଦନ କ'ଣ ଏଠି ଆମେ ଦାବି ଉପସ୍ଥାପନ କରୁଛୁ ଯେ ବହୁତ ଶୀଘ୍ର ଏଠି ଡାକ୍ତର ନିଯୁକ୍ତି କରାଯାଉ। ଆମ ସାଙ୍ଗରେ କଂଗ୍ରେସର ନେତ୍ରୀ ଅଛନ୍ତି, ଆମେ ସିଧାସଳଖ ତାଙ୍କ ସାଙ୍ଗରେ ଆଲୋଚନା କରିବା। ମ୍ୟାଡ଼ାମ୍ କ'ଣ କହିବେ ଏଇ ଯେଉଁ ଘଟଣା ଆପଣଙ୍କ ଏରିଆରେ ଏଇ ଯେଉଁ ଅଭାବନୀୟ ଘଟଣା ଆମେ ଆଜି ଦେଖିଲୁ, ଆମେ ଦେଖିଲା ପରେ ବି ଆମକୁ ଆଶ୍ଚର୍ଯ୍ୟ ଲାଗୁଛି। ଆପଣ କେମିତି ଟଲରେଟ୍ କେମିତି କରୁଛନ୍ତି? ଦେଖନ୍ତୁ ମୁଁ ସବୁବେଳେ ତ କହି ଆସିଛି, ଆଜି ବି କହୁଛି, ଦୀପ ତଳ ସବୁବେଳେ ଅନ୍ଧାର। ପଢ଼ିଛେ ବି ଆମେ, ଦୀପ ତଳ ଅନ୍ଧାର। 2019 ମସିହାରେ ଯେତେବେଳେ କରୋନା ଫାଷ୍ଟ ହେଲା, ମୁଁ ଏଠି ଆଜ୍ଞା ଆମରଣ ଅନଶନରେ ବସିଥିଲି। ସାର୍ ବି ଜାଣିଛନ୍ତି, ସମସ୍ତେ ବି ଜାଣିଛନ୍ତି। ଆମରଣ ଅନଶନରେ ବସିବା ପରେ 2ଟା ବେଳକୁ ମୁଁ ସକାଳୁ ବସିଛି, 2ଟା ବେଳକୁ ଆସିକି ସାଙ୍ଗେ ସାଙ୍ଗେ ଡାକ୍ତର ଜଣେ ନର୍ସ ସାଙ୍ଗେ ସାଙ୍ଗେ ଆପଏଣ୍ଟମେଣ୍ଟ ହେଇଗଲେ। କିନ୍ତୁ କଥା ହେଉଛି କ'ଣ, ଏଠି ଆମକୁ ପରମାନେଣ୍ଟ ଡକ୍ଟର ଦରକାର, ପରମାନେଣ୍ଟ ଷ୍ଟାଫ୍ ନର୍ସ ଦରକାର। କାରଣ ଏଇଟା ହେଉଛି ଭୁବନେଶ୍ୱର ପିପିଲି ଜଟଣୀ ମୁଖ୍ୟ ରାଜପଥ, ଯେଉଁଠି ସାଧାରଣ ଗୋଟେ ଆକ୍ସିଡେଣ୍ଟ ହେଲେ ଏଠିକି 6 ନମ୍ବର ରେଫର କରାହେଉଛି, ଏମ୍ସ ରେଫର କରାହେଉଛି। ଏଠି ଆମର 5ଟା 6ଟା ପଞ୍ଚାୟତର ଲୋକ ଏହା ଉପରେ ନିର୍ଭରଶୀଳ ହେଉଛନ୍ତି। ଏ ଡାକ୍ତରଖାନା ଉପରେ ଆମର କାକୁଡ଼ିଆଠୁ ଧରି କଣ୍ଟି ନାରାୟଣଖେତା ତରଡ଼ା ଫରଡ଼ା ଧରିକି ଏଠି ଗୋଡ଼ିପୁଟ ମାଟିଆପଡ଼ା ରେଙ୍ଗଳ ନିରଞ୍ଜନପୁର ରଥିପୁର ପ୍ରାୟ ଭୁବନେଶ୍ୱର ଏବଂ ଜଟଣୀ ଖୋର୍ଦ୍ଧା ଆମର ପୁରୀ ଜିଲ୍ଲାର ପ୍ରାୟତଃ ଅଧିକାଂଶ ଲୋକ ପାଖାପାଖିର ଏଠି ନିର୍ଭରଶୀଳ ଅଛନ୍ତି। କିନ୍ତୁ ଏଠି ଦେଖନ୍ତୁ କୋଟି କୋଟି ଟଙ୍କାର ବିଲ୍ଡିଂ ନିର୍ମାଣ ହେଉଛି ପ୍ରତିବର୍ଷ। ଜିଲ୍ଲା ପରିଷଦ ଫଣ୍ଡ, ପଞ୍ଚାୟତ ଫଣ୍ଡ, ସବୁ ଫଣ୍ଡରୁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ, କୋଟି କୋଟି ଟଙ୍କାର ଏଠିକି ହେଉଛି। ସ୍ଥାନୀୟ ବିଧାୟକ ଏବେ ଯିଏ ବର୍ଷକ ଭିତରେ ଅଛନ୍ତି ଆସିକି 2 ଥର ଶୁଭ ଦେଇକି ଗଲେ। କୋଟିଏ ଟଙ୍କାର ବିଲ୍ଡିଂ ତିଆରି ହେଉଛି କାହା ସ୍ୱାର୍ଥରେ, କାହା ପାଇଁ, କ'ଣ ଜନତାଙ୍କର ଉପକାରରେ ଲାଗୁଛି କି? ମ୍ୟାଡ଼ାମ୍ ଏଇ ଘଟଣା 15-20 ବର୍ଷ ହେଲାଣି, ପୂର୍ବ ସରକାର ବି ପ୍ରତି ଧ୍ୟାନ କିଛି ଦେଖନ୍ତୁ। ଡାକ୍ତର ବା ଆସୁଛନ୍ତି କୁଣିଆ ଘର ବୁଲିଲା ଭଳିଆ, ଯେମିତି କହିଲେ ଡାକ୍ତର ଆସୁଛନ୍ତି। ତମେ ଏଇନା ଆନ୍ଦୋଳନ କରିବ ମାନେ ସାଙ୍ଗେ ସାଙ୍ଗେ ଡାକ୍ତର, କିନ୍ତୁ ଡାକ୍ତର ଆସିବେ କୁଣିଆ ଘର ବୁଲିଲା ଭଳିଆ, ଏଠି 2 ଦିନ ବସିବେ, ଡେଲାଙ୍ଗ 2 ଦିନ ଯିବେ। ଆଉ ଏଠି ପରମାନେଣ୍ଟ ସଲ୍ୟୁସନ୍ କାହିଁ? ଏ ସରକାର ଗୋଟେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଇମ୍ପୋର୍ଟାଣ୍ଟ ଜିନିଷ। ଯଦି ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଏତେ ପଛରେ, କିନ୍ତୁ ଦେଖିଲା ବେଳକୁ ନାହିଁ। ଯେମିତି ପ୍ରତିକ୍ରିୟା ରଖୁଥିଲେ କି ଏଠି କୌଣସି ଲେଡି ଡକ୍ଟର ନାହାନ୍ତି, ଏଠି ଗୋଟେ ଅଭାବନୀୟ କଥା, କୌଣସି ଲେଡି ଡକ୍ଟର ନାହାନ୍ତି। ଏଠି ଯେଉଁ ଲେଡି ଯିଏ ଚିକିତ୍ସିତ ହେବାକୁ ଯଦି ଆସିବେ, କୌଣସି ରୋଗରେ ଶିକାର ହୋଇ ଯଦି ଚିକିତ୍ସା ହେବାକୁ ଆସିବେ, ଏଠି ତାଙ୍କୁ ଟ୍ରିଟମେଣ୍ଟ କରିବ କିଏ? ଖାଲି ଫାର୍ମାସିରେ ଏତେ ବଡ଼ ଡାକ୍ତରଖାନା ଚାଲିଛି, ଗୋଟେ ବଡ଼ ଆଶ୍ଚର୍ଯ୍ୟଜନକ କଥା। କିଭଳି ଭାବରେ ମୁଁ ମାନେ କହିପାରିବା ଆମେ ଯେ କି ଏଠି ଯେଉଁଟା ଆପଣମାନେ ଦେଖିପାରୁଥିବେ, ଏ ଯେଉଁ ବିଲ୍ଡିଂ ଗୁଡ଼ା କାମ ଚାଲିଛି, ଏ କାମ କ'ଣ ପାଇଁ ଚାଲିଛି? ଖାଲି ବିଲ୍ଡିଂ କରାହେଉଛି, ଲୋକ ଦେଖିବାକୁ ବିଲ୍ଡିଂ କରାହେଉଛି, କିନ୍ତୁ ଡାକ୍ତରମାନେ ନିୟୋଜିତ ରହୁନାହାନ୍ତି। ରୋଗୀ ଚିକିତ୍ସା ଠିକ୍ ସେ ହେଉନି। ଏଠୁ ଯେତେବେଳେ ରୋଗୀଟା ଗୋଟେ ଯେତେବେଳେ ଏଠି ଆସୁଛି, ସାଙ୍ଗେ ସାଙ୍ଗେ ତାକୁ ରେଫର କରାହେଉଛି, କାରଣ ଏଠି କୌଣସି ଇନଷ୍ଟ୍ରୁମେଣ୍ଟ ନାହିଁ, ଡକ୍ଟର ନାହାନ୍ତି, କୌଣସି ସ୍ପେଶାଲିଷ୍ଟ ନାହାନ୍ତି। ଏଠି କ'ଣ ମାନେ ଗୋଟେ ଅଭାବନୀୟ ଘଟଣା ଏସବୁ। ଆଜ୍ଞା କ'ଣ କହିବେ, ଏଇ ଯେଉଁ ଡାକ୍ତରଖାନା
ଆଜ୍ଞା ଆମ ଘର ଏଇଠି ନୁହଁ ଆମେ ଏଇ ହସ୍ପିଟାଲ କରିବାକୁ ଦେଖନ୍ତୁ ଆମେ କହିପାରିବା କି କୋଉଠି ନା କୋଉଠି ଏଠି ସରକାରଙ୍କର ଯେଉଁ ଦୃଷ୍ଟିହୀନ ବା ଏପର୍ଯ୍ୟନ୍ତ ଦୃଷ୍ଟି ପଡ଼ିନି 20 ବର୍ଷ ଗଲା ପରେ ବି ଆଜ୍ଞା ଆପଣ କେତେ ଦିନ ହେଲା ରହିଲେଣି? ମୁଁ ଆସିଛି 8-10 ଦିନ ହେଲା କାଲି ଛାତ ପାଇଁ ଆସିଥିଲି ଆମେ ଜାଣିନୁ ନା କିଛି ବିଷୟରେ ଠିକ୍ ଅଛି କିଛି ତାହେଲେ ଆମେ ଯେମିତି କଥା ହେଉଥିଲେ କି ଏଇଭଳିଆ ଘଟଣା ଆମେ ଖୋଦ ଭୁବନେଶ୍ୱରର କହିଲା ଭଳି ଏଇଠୁ 5-10 କିଲୋମିଟର ଭୁବନେଶ୍ୱର ଏପଟୁ ଗଲେ ଖୋର୍ଦ୍ଧା ମାନେ ପୁରା କହିଲା ଭଳି ମଝି ମଝି ଜାଗା ଏ ହେଉଛି ହଇରାଜପୁର ମାନେ ଏଭଳିଆ ଅଞ୍ଚଳରେ ଏଭଳିଆ ଘଟଣା ମାନେ 20 ବର୍ଷ ବିତିଗଲାଣି ଏପର୍ଯ୍ୟନ୍ତ କାହାର ବି ଦୃଷ୍ଟି ପଡ଼ିନି। ବିଜେଡ଼ି ସରକାରକୁ 24 ବର୍ଷ ହେଇଗଲା, ବିଜେପି ସରକାରକୁ 1.5 ବର୍ଷ ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଏଇଭଳିଆ ଘଟଣା ମାନେ କାହାକୁ ଏପର୍ଯ୍ୟନ୍ତ ଦେଖାଯାଉନି। ତ এইভাবে ঘটনা অভাবনীয় ঘটনা দেখা মিলুଛି। আজ্ঞা কম কহবে আসলে আজ মেডিকাল আসলে? আজ্ঞা ডক্টর নাহান্তি সেপাই ফেরিকি যাওছেন পেসেন্ট। কোন পাই আপন আসলে? মু জ্বর হচ্ছে 3 দিন হেলা দেহ ভাল নথিলা আজি টিকি জোর হেলাকু আসলে ডাক্তারখানা ডক্টর নাহান্তি। কেমিতি দেখুଛନ୍ତି ঘটনাକୁ ডক্টর মানে ଆପଣଙ୍କ ଏରିଆ କୋଉଠିକି ଯିବେ ନା? ଆଜ୍ଞା ଜଟଣୀ। ଜଟଣୀ ଯିବେ ଆପଣଙ୍କ ଗାଁରେ ମେଡ଼ିକାଲ ଥାଉଥିବ ଆପଣ ପୁଣି ଆହୁରି 10 କିଲୋମିଟର ପରିଶ୍ରମ କରିକି ଯିବେ। ଆଜ୍ଞା କେମିତି ଦେଖୁଛନ୍ତି ମାନେ କ'ଣ କହିବାକୁ ଚାହୁଁଛନ୍ତି? ଆଜ୍ଞା ଡକ୍ଟର ଲେଡି ଡକ୍ଟର ଗୋଟେ ଆଣନ୍ତୁ ଆଉ ସରକାର ଜଣାନ୍ତୁ ଲେଡି ଡକ୍ଟର ଆସିଲେ ସୁବିଧା ହେବ ଟିକେ ବେଶୀ ଆଉ ଏତିକି ଆଜ୍ଞା। ନିଶ୍ଚିତ ରୂପେ ଯେମିତି ଶୁଣୁଥିଲେ ଆପଣ ଦେଖୁଥିଲେ ଯେମିତି ଜଣେ ରୋଗୀ ଆସିଥିଲେ କିନ୍ତୁ ଅଭାବନୀୟ କଥା ଏଠି ଡାକ୍ତର ନାହାନ୍ତି। संपूर्ण रूपे कौटि ना कौटि सरकार दृष्टि रोना खोद निज भुवनेश्वर पाख अंचल कौटि ना कौटि अभावन घटना देखा मिलूँ दृष्टि रोना कौन सी गुरुत्वपूर्ण कथा को संपूर्ण तांकर आलोचना को नौना कौटि ना कौटि गोटे लोक मन में असंतुष्ट क्रिएट करुच्ची। पिपिल रु प्रकाश बेहरा सुनील परिड़ा रिपोर्ट सूचना टीवी 24/7।